जो सिनेमा देखी गले खाऊंट से पॉपकॉर्न एटा यू तैयारी हुए कॉर्न रु ही पॉपकॉर्न हो माने सिनेमा देखी गले जो खाऊंट देख केते बड़ एरिया मौसी घर लगे पूरा बहुत बड़ एरिया मैंने देखिपे के फूल एगुड़ा हो गला। हेलो गाइज गुड मॉर्निंग ऑल ऑफ यू। देखी पारे आम जाऊँ बाहर की एपटे बगीचा को आज टे जा मौसी घर को आईचु तो बगीचा जाऊँ बगीचा रे कौन कौन अच्छी देखा पूरा एभरग्रीन देखा जाउछि एपटे सब पटे आमर टूरिस्ट गाइड आगे जाउछंती गाइज देखि पारथबे एटा मौसी घर बगीचा बगीचा को पहुंची गलु गाइज देखी पारे यहाँ मौसी घर प्रॉपर्टीटा एपटे हल धरा है आहरी भी लगा हम ये बटल गार्ड लगे लाउ हाँ तो तुला गला बाजार नापी देखी पारे टे कादो हो जाइए तो से धुआ हो बाजार को निया हबो। देखी पारे युड़ा तुला गला बाजार पर मौसी घर पनीपरिया चाष करा हुए आउ भी आ गोटे बगीचा भी अच्छी सेपटे यहाँ गोटे बगीचा आ गोटे सेपटे अच्छी गोटे केते टंका बिक्री हो 20 टंका गोटे बस्ता तो होगा आज फास्ट बाहरी एटा बैग रे भी आसी जीवा एगा एटी नहीं धराई हे बस्ता नहीं आसे लंबा अच्छे आसी जा पचास फीट के गोटे बस्ता है माने 50टा पीस आसीजा
ବେଶୀ ବାଡ଼ ଲେଖେ ଲାଗେ 60-70ଟା ହେଇଯିବ। ଗାଇଜ ଆମେ ଆଉ ଗୋଟେ ବଗିଚାକୁ ଯାଉଛୁ। ମାଉସୀ ଘର 2ଟା ବଗିଚା ଅଛି। ଗୋଟେ ଏଇଟା ଲାଉ ଲଗା ହେଇଥିଲା, ଆଉ ଗୋଟେ ଭେଣ୍ଡି ଆଉ କ'ଣ ଅଛି ଦେଖିବା। ଏପଟେ ମାନେ ଗୁଡ଼ା ମାନେ ଜାଗା ବହୁତ ପ୍ଲେସ୍ ଅଛି। ଏପଟେ ଗୁଡ଼ା ବଡ଼ ବଡ଼ ଗୁଡ଼ା, ତ ଚାଷ ପାଇଁ ବହୁତ ପରଫେକ୍ଟ ଜାଗା ଅଛି। ଦେଖିପାରୁଥିବେ ଏପଟେ ଗୁଡ଼ା ତ ମାଉସୀ ଘର ବି 2ଟା ମାନେ ଗାର୍ଡେନ୍ କରିଛନ୍ତି, ମାନେ ଭେଜିଟେବୁଲ୍ ଚାଷ। ତ ଗୋଟେ ସେଇଟା ଲାଉ ଲଗେଇଛନ୍ତି, ଆଉ ଗୋଟେଟା ଏପଟେ ଅଛି। ତ ଚାଲ ଦେଖିବା କ'ଣ ଲଗେଇଛନ୍ତି, ଦେଖିବା। ଆଉ ଏଇ ସବୁ ମକା ତମର? ଏଇଟା ତ ବଡ଼ ଅଛି। ଏଇଟା ଦେଖିପାରୁଥିବେ, ଏଇଟା ବଗିଚା ଭେଣ୍ଡି ଲେଡି ଫିଙ୍ଗର, ଆଉ ସେପଟେ ମକା ବି ଲଗା ହେଇଛି। ସେପଟଟା ଏଇସବୁ ମକା ଫୁଲ ହେଇଛି। ଏବେ ମକାର ଫୁଲ ହେଇଛି। ଏଇ ଗାର୍ଡେନଟା ବଡ଼ ଅଛି। ଏଇ ଏରିଆଟା ଟିକେ ବଡ଼ ଅଛି। ଏଇ ବଗିଚାଟା ବହୁତ ବଡ଼ ଅଛି। ସେ ବଗିଚାଟା ସେଟା ବି ବଡ଼ ଅଛି, ତାଠୁ ଟିକେ ଏଟା ବଡ଼ ଅଛି। ତ ଦେଖିପାରୁଥିବେ ଏଇଟା ଲେଡି ଫିଙ୍ଗର, ଭେଣ୍ଡି, ଆଉ ସେପଟେ ମକାର ଫୁଲ ହେଇଛି। ଆଉ ଏଇଗା କାହିଁ ଗଛ ଗା? ଏଇ ଗଛ ଗା କ୍ଲଷ୍ଟର ବିନ୍ସ। ଦୀपिକା କହୁଛି କ୍ଲଷ୍ଟର ବିନ୍ସ। ଗୁଆଁର, এইগুড়া গুয়ার গছ। ଏବେ ଗଛ ହେଇଛି ଦେଖ, ଗୁଆଁର ଗଛ ଗୁଡ଼ା। ଏଗୁଡ଼ା ମକା ଦେଖିପାରୁଥିବେ, ବହୁତ ବଡ଼ ଏରିଆରେ ମାଉସୀ ମାନେ ଲଗେଇଛନ୍। ଫୁଲ ହେଇଛି। ଭେଣ୍ଡି ତୁଳା ଚାଲିଛି ଆଜି ବଜାର ପାଇଁ। ସେମାନେ ସବୁ ବଜାର ମାନେ ତୋଳିକି ମାର୍କେଟ କରନ୍ତି, ମଉସା ନେଇକି ଯାଆନ୍ତି। ତ ଏଇଟା ମକା ଗଛ ଦେଖ, ଫୁଲ ହେଇଛି। ବହୁତ ସାରା ଫୁଲ ହେଇଛି। ଦେଖ କେତେ ମକା ଫଳିବ ଭାଇ ପାରୁଛ ତ। ମୋର ବି ଭେଜିଟେବୁଲ୍ ଗୋଟେ ବଗିଚା କରିବାର ବହୁତ ଇଚ୍ଛା, କରିବା ଆଉ। ଦେଖିପାରୁଥିବେ ମକା ଗଛ, ଫୁଲ ବହୁତ ହେଇଛି, ମାନେ ବହୁତ ମକା ହବ। ବହୁତ ବଡ଼ ଗଛ ନାହିଁ ଭେଣ୍ଡି, ବଟ୍ ଦେଖ ମାନେ କେତେଟା ମାନେ ହେଇଛି। ଦେଖ ଏଇଟା ଗୋଟେ ବଡ଼ଟା, ଏଇଟା ଛୋଟଟା, ପୁଣି ଛୋଟଟା। କେମିତି ଦେଖ, ଦେଖିପାରୁଥିବେ। ଏଇଟା ମାନେ 2 ସାଇଡ଼ରେ 2ଟା ଭେଣ୍ଡି, ପୁଣି ଫୁଲ ହେଇଛି। ଦେଖ ମାନେ ଛୋଟିଆ ଗଛ, କିନ୍ତୁ କେତେ ବଡ଼। ଦେଖ ଗଛଟା ବେଶୀ ବଡ଼ ନାହିଁ, 1 ଫୁଟ 1.5 ଫୁଟ ବି ହେବ ନାହିଁ, 1 ଫୁଟ ହେବ। ମାନେ ଫଳ ବଢ଼ିଆ ଦେଉଛି। ସେମାନେ ଜାଣିଛନ୍ତି ଟେକ୍ନିକ୍ଟା, ଚାଷ କେମିତି କରାଯିବ। ବହୁତ ବର୍ଷ ହେଲା କରୁଛନ୍ତି। ସେମାନେ ଜାଣିଛନ୍ତି ଟେକ୍ନିକ୍ଟା କେମିତି ଚାଷ କରାଯାଏ, ତାର ପ୍ରଣାଳୀ ମେଥଡ଼, ମାନେ ତାର ଯିଏ ଜାଣିଛି ସେ ବହୁତ ଜଲ୍ଦି ପ୍ରଡକ୍ସନ୍ ମାନେ କରିପାରିବ। ଗାଇଜ୍ ଦେଖିପାରୁଥିବେ ବହୁତ ବଡ଼ ଜାଗାଟା। ମାଉସୀ ଘର ସବୁବେଳେ ମାର୍କେଟ ନିଅନ୍ତି, ତ ମଉସା ନେଇକି ଯାଆନ୍ତି ବିକ୍ରି ପାଇଁ। ଆଉ ସବୁଠୁ ଭଲ ମାନେ ପଇସା ରୋଜଗାର ହେଉଛି ପନିପରିବା ଚାଷ। ତ ଆପଣ ବି ଚାହୁଁଛନ୍ତି ଯଦି କରିପାରିବେ, କିନ୍ତୁ ତାର ଭଲ ପ୍ରଣାଳୀରେ ଚାଷ କଲେ ଶୀଘ୍ର ମାନେ ଫଳ ଦେବ, ଶୀଘ୍ର ଫୁଲ ହେଇକି ଫଳ ଦେବ, ମାନେ ଭଲ ପଇସା ରୋଜଗାର କରିପାରିବେ। ଏଇଟା ନିଜର ମାନେ ନିଜର ପ୍ରପର୍ଟି, ନିଜର
ମାନେ ଏରିଆ ଥିଲେ ବଢ଼ିଆ ଆଉ। ତ ଆମେ ତୋଳିଦେଲୁ ଏବେ। ଗାଈ ଦେଖିପାରୁଥିବେ ମାନେ ଭେଣ୍ଡି ଗଛ ଦେଖ କେତେ ବଡ଼ ବଡ଼ ଅଛି। ମାଉସୀ କହିଲେ ଭେଣ୍ଡିଟା ଦେଖାଯାଉଛି, ଏଇଟା ଦେଖ ଏତିକି ଅଛି, ମାନେ ଏତିକି ହାଇଟ୍, ମାନେ ଏଇଟା 1 ଫିଟ୍ ବି ହେବ ନାହିଁ। ଫୁଲ ଅଛି ଦେଖ, ତାଠି ଫଳ ବି ଅଛି ଦେଖ, ଏଠି ଫଳ ଆଉ ଫୁଲ ବି ଅଛି। ତ ଏଇ ଗଛଟା ଯେଉଁ ଦେଖାଯାଉଛି ଛୋଟିଆଟା ଅଛି ଏତିକି, ଏଇଟା ମାଉସୀ କହିଲେ ମାନେ ଏଟା ଏତିକି, ମାନେ ମୁଁ ଠିଆ ହେବି ଯେତିକି, ମାନେ 4 ଫୁଟ 5 ଫୁଟ ଯେତିକି ଠିଆ ହେବି, ମାନେ ଏତେ ବଡ଼ ପର୍ଯ୍ୟନ୍ତ ସେ ଫଳ ଦେବ ବୋଲି କହୁଛନ୍ତି। ତ ବହୁତ ବଢ଼ିଆ କଥା। ଏବେ ଆମେ ଏଠି ତୋଳି ସାରିଲୁ, ଯିବୁ ବଗିଚାରୁ ବାହାରିଲୁ ଆଉ। ତ ଗାଈ ଦେଖିପାରୁଥିବ ଏଇଟା ଦୀପିକା ମକା ମାନେ ହେଇଛି ଦେଖ, ମାନେ ଏଇଟା ଫୁଲ ହେଇକି ଏଇଟା ଫଳ ମାନେ ଧରିଲାଣି। ମକା କର୍ନ এইଟା ପପକର୍ନ ହୁଏ, ଯେଉଁ ସିନେମା ଦେଖିଗଲେ ଖାଉଛନ୍ତି ସେଇ ପପକର୍ନ ଏଇଠୁ ତିଆରି ହୁଏ। କର୍ନରୁ ହିଁ ପପକର୍ନ ହେଉଛି, ମାନେ ସିନେମା ଦେଖିଗଲେ ଯେଉଁ ଖାଉଛନ୍ତି। ଦେଖ କେତେ ବଡ଼ ଏରିଆ ମାଉସୀ ଘର ଲଗେଇଛନ୍ତି, ପୁରା ବହୁତ ବଡ଼ ଏରିଆ। ମାନେ ଦେଖିପାରୁଥିବେ କେତେ ଫୁଲ, ଏଗୁଡ଼ା ହେଇଗଲାଣି, ଷ୍ଟାର୍ଟ ହେଇଗଲାଣି ଫଳିବାର। ଏଇଟା ଦେଖିପାରୁଥିବେ, ଦେଖ ପୁରା କେତେ ଲମ୍ବା ଅଛି ଦେଖ, ଏଇଟା ଏରିଆଟା ପୁରା। ତ ଗାଇଜ୍ ମାଉସୀ ଘର ବଗିଚା ଦେଖେଇଦେଲି, କେମିତି ଲାଗିଲା କମେଣ୍ଟ କର, ଲାଇକ୍ ସେୟାର ସବସ୍କ୍ରାଇବ୍ କର। ଆଉ ଏତିକିରେ ଭିଡ଼ିଓ ଏଣ୍ଡ କଲି, ଦେଖା ହେବ ନେକ୍ସଟ ବ୍ଲଗ୍ରେ। ସେତେ ପର୍ଯ୍ୟନ୍ତ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ନମସ୍କାର।